ଧର୍ମ ଓ ସନ୍ଦେହ 8 ପୃଷ୍ଠାର ଏକ ଲିଖିତ ଆଲୋଚନା। ଧର୍ମ ସହିତ ସନ୍ଦେହ ସମ୍ପର୍କିତ। ସନ୍ଦେହ ବା ସଂଶୟ ବା କନଫ୍ୟୁଜନ୍ ଏକ ମାନସିକ ପ୍ରକ୍ରିୟା। ମନକୁ ସନ୍ଦେହ ଆସେ। ସନ୍ଦେହ କରିବା ସାଧାରଣ। ଗୁପ୍ତ ଓ ଦ୍ୱନ୍ଦ୍ୱ ଥିଲେ ମନକୁ ସନ୍ଦେହ ଆସେ। ମଣିଷ ସନ୍ଦେହ କରେ। ମଣିଷଠାରେ ଭାବନା ବା ଚିନ୍ତାଶକ୍ତି ଅଛି ବୋଲି ମଣିଷ ମନକୁ ନେଇ ସନ୍ଦେହ କରେ। ଏହି ଚିନ୍ତା କରିବାର ଶକ୍ତି ଅନ୍ୟ ଇତର ଜୀବଙ୍କ ଠାରେ ଦେଖାଯାଇ ନଥାଏ ବୋଲି ସାଧାରଣ ଲୋକଙ୍କ ମତ, ଯାହାକି ପୁରୁଣା ମତ। ଆଜିକାଲି ଏହି ମତଦାନ ମୂଲ୍ୟହୀନ, ଯେହେତୁ ଟିଭିରେ ଦେଖାଯାଇ ପାରିଛି ଯେ ମାଙ୍କଡ଼ଟିଏ ଛୋଟ ପିଲାକୁ ଜଗି ରଖିବାର କାର୍ଯ୍ୟକଳାପକୁ କୌଣସି କ୍ଷତି ନ ପହୁଞ୍ଚାଇବାର ପରିସ୍ଥିତିକୁ। ଏଥିରୁ ମାଙ୍କଡ଼ର ଚିନ୍ତାଶକ୍ତିର ପରିଚୟ ମିଳେ। କୁକୁରର ବିଶ୍ୱସ୍ତ ହେବା, ପୋଷା ମାନିବା କୁକୁରର ଚିନ୍ତାଶକ୍ତି ଥିବାର ନମୁନା। ଚିନ୍ତାଶକ୍ତି କାର୍ଯ୍ୟକଳାପ କରାଏ, ନଚେତ୍ ପ୍ରାଣୀ କାମ କରି ନଥାନ୍ତା। ଇତର ଜୀବ ବିଶେଷଙ୍କଠାରେ ଯେ ଚିନ୍ତାଶକ୍ତି ନାହିଁ, ଏଭଳି କୁହାଯାଇ ପାରିବ ନାହିଁ। ଅଛି, ହେଲେ ସ୍ୱଳ୍ପ, ଡାଇନାମିକ୍ ବା ବହୁ କ୍ରିୟା ସମନ୍ୱିତ ନୁହେଁ, ଯାହାକି ଅବିକଶିତ। ସନ୍ଦେହ ମାନେ ଡାଉଟ୍, ମନର ଦ୍ୱନ୍ଦ୍ୱ। ଚିନ୍ତାର ଦୁଇ ରୂପ ସନ୍ଦେହର ସୃଜନ। ଭାବନା ମନରେ ରୂପ ବା ଆକାର ନେଇପାରେ। ସେହି ଆକାର ଅନୁଯାୟୀ ମଣିଷ ବାହାରେ ବା ପଦାରେ କାମ କରେ। ହୋଇଥିବ କି ନ ହୋଇଥିବ, କରିବି କିମ୍ବା କରିବି ନାହିଁର ମାନସିକ ଚିତ୍ତ ସଂଘର୍ଷ ହିଁ ସନ୍ଦେହ। ଘଟଣାର ସତ୍ୟାସତ୍ୟ ବା ପ୍ରକୃତତା, ତା'ର ବାସ୍ତବତାକୁ ଜାଣି ନଥିଲେ ହିଁ ମନରେ ସନ୍ଦେହ, ସଂଶୟ ଦେଖାଦିଏ, ନହେଲେ ଦେଖାଦିଅନ୍ତା ନାହିଁ। ପୋଲିସ କର୍ମଚାରୀଗଣ ଭାରି ସନ୍ଦେହୀ, ଯେହେତୁ ସେମାନଙ୍କର ଅପରାଧୀମାନଙ୍କ ସହିତ ଦୋଷୀ ସହିତ ସମ୍ପର୍କ ବା ସମ୍ବନ୍ଧ ରହିଥାଏ। ମାନବ ସମାଜରେ ଥିବା ଅସାମାଜିକ ଲୋକମାନଙ୍କୁ ସୁଧାରିବାର ପ୍ରଚେଷ୍ଟା ସେମାନଙ୍କର ଜାରି ବା ଚାଲୁ ରହିଥିବା କାମ। ସେଥିପାଇଁ ସେମାନେ ସନ୍ଦେହୀ ହୋଇଥାନ୍ତି ବା ହେବାକୁ ବାଧ୍ୟ, ନହେଲେ ଅପରାଧୀକୁ ଧରିପାରିବେ ନାହିଁ। ଅପରାଧ ନିୟନ୍ତ୍ରିତ ହୋଇପାରିବ ନାହିଁ, ନିୟନ୍ତ୍ରଣ ବା କାବୁରେ ଆସିପାରିବ ନାହିଁ। ମଣିଷ ବହୁଳତର ମିଥ୍ୟାବାଦୀ, ମନଗଠିତ ସତ୍ତା। ସତ୍ୟ ନଥିବା କଥାକୁ ମଣିଷ ମନରୁ ମିଥ୍ୟା ଗଢ଼ି ଅତିରଞ୍ଜିତ କରି ବାଗେଇ ଚୁନେଇ ବଢ଼େଇ ଚଢ଼େଇ ସତ କରି କହିଥାଏ। କାମରେ ପାଳନ ବି କରେ। ଫଳରେ ପ୍ରତିପକ୍ଷ ସତ ଜାଣିବାକୁ ଉତ୍କଣ୍ଠିତ, ଉତ୍ସୁକତା ପ୍ରକାଶ କରୁଥିବା ହେତୁ ଅଥବା ପ୍ରକୃତ ଘଟଣା ଜାଣିଥିବାରୁ ସେ ପ୍ରତିପକ୍ଷ ପ୍ରତି ସନ୍ଦେହ କରେ, ସନ୍ଦେହୀ ହୋଇଉଠେ। ସନ୍ଦେହ ପ୍ରକାଶେ, ନହେଲେ ହୁଅନ୍ତା ନାହିଁ। ଅଗତ୍ୟା ଘଟଣା ବା ତଥ୍ୟର ଅନୁକୂଳ ବା ପ୍ରତିକୂଳ ଘଟାଟୋପ ସନ୍ଦେହ ସଂଶୟ ଉତ୍ପତ୍ତିର ମୂଳ କାରଣ। କିଛି ଗୋଟେ ନଥିବାରୁ ହିଁ ସନ୍ଦେହର ଉତ୍ସ ବା ମୂଳ ରୁଟ୍ ଜାଗରିତ ହୋଇଥାଏ, ମନ ଭିତରକୁ ଆସେ। ଧର୍ମ ସନ୍ଦେହ ଜଡ଼ିତ, ବିଶେଷ ଭାବେ ବିଜଡ଼ିତ ଥିବାରୁ ଆଜିକାଲି ବା ବର୍ତ୍ତମାନ ସମୟରେ ସାମ୍ପ୍ରତିକ ବେଳରେ ଧର୍ମ ଅଧାର୍ମିକ ଅନାଚାରଯୁକ୍ତ ହୋଇପଡ଼ିଅଛି। ଫଳରେ ସେଥିରୁ ଅନ୍ଧବିଶ୍ୱାସ, ଆତ୍ମିକ ଅତ୍ୟାଚାର ବା ପ୍ରକୃତପକ୍ଷେ ଯାହା ନହେବା କଥା ଧର୍ମାଚାର କ୍ଷେତ୍ରରେ ତାହା ବା ସେସବୁ ଧର୍ମ ପାଳନରେ ରହିଅଛି, ହେଉଅଛି। ଫଳରେ ବିଶ୍ୱାସ ଅବିଶ୍ୱାସ, ଆସ୍ତିକତା ନାସ୍ତିକତା ପରିଦୃଷ୍ଟ ହୋଇଛି, ଦେଖାଯାଉଅଛି। ପାଳନକାରୀ ସନ୍ଦେହ ଘେରରେ ରହିଛି। କରଣୀୟ ଅକରଣୀୟର ମଝିରେ ଠିଆ ହୋଇଛି। ଭୁଲ ପ୍ରଥା ବା ପରମ୍ପରାରେ ମଣିଷ ଏତେଦୂର ଚାଳିତ ରହିଛି ଯେ ପ୍ରକୃତ ପାଳନକୁ ଚାହୁଁନି, ଚାହିଁଲେ ବି ଆସିପାରୁନି। ଏଥିପାଇଁ ମନରେ ଆଗ୍ରହ ବି ଦେଖାଉନାହିଁ। ବିପ୍ଳବ କରିଛି, ଆଉ ସେଇଥିରେ ଖୁସି ବି ଅଛି। ହେଲେ ପ୍ରତିରୋଧ ପ୍ରତିଘାତ ପାଇଛି, ତେଣୁ ନିରସ୍ତ
ବା ଚୁପ୍ ରହିଛି। ତଥାପି ବିପ୍ଳବ କେଉଁଠି କେମିତି ସଫଳ ବି ହୋଇଛି, ବିଫଳତା ବରିଛି। ସେ ଲାଗି ଧର୍ମ ସନ୍ଦେହର ଘେରରେ ବାଡ଼ରେ ପ୍ରତିପାଳିତ। ଧର୍ମର ଏତାଦୃଶ ସନ୍ଦେହର ମହାଚ୍ଛନ୍ନ କର୍ତ୍ତା, ଧର୍ମ ପ୍ରବର୍ତ୍ତକ, ପ୍ରତିଷ୍ଠାପକ, ପ୍ରତିଷ୍ଠାତା ସେହି ଏକମାତ୍ର ଜଣେ ମାତ୍ର ଈଶ୍ୱର। ଭଗବାନ ହିଁ ଧର୍ମକୁ ସଂଶୟାଚ୍ଛନ୍ନ କରିଦେଇଛନ୍ତି। ଦିବ୍ୟ ପବିତ୍ର ଗ୍ରନ୍ଥ କୋରାନରେ ଆଲ୍ଲାହ ବା ଖୋଦ୍ ଜାତ ଖୋଦା କହିଛନ୍ତି କି ମୋର ହେଦାୟତ ବା ଦିଗ୍ଦର୍ଶନ ଉପରେ ହିଁ, ସଦ୍ଜ୍ଞାନ ଦେବାରେ ହିଁ ମଣିଷ ଭଲ ହେବ, ନତୁବା ମୁଁ ଯେଉଁ ମଣିଷ ଓ ତା'ର ସମ୍ପ୍ରଦାୟ ବା ଦଳକୁ, କମକୁ, ଗୋଷ୍ଠୀକୁ ଚାହିଁବି ଗୁମରାହ ବା ପଥଭ୍ରାନ୍ତ କରିଦେବି। ମୁଁ ଆଲ୍ଲାହ ଯାହା ଚାହିଁବି କରିବି। ମୋର କରିବାକୁ ମଣିଷ ରୋକ ଲଗାଇ ପାରିବ ନାହିଁ, ଅଟକେଇ ପାରିବ ନାହିଁ, ବାଧା ଦେଇପାରିବ ନାହିଁ। ଆଲ୍ଲାହ ଜୋ ଚାହେ କରେ, ଆଲ୍ଲାହ ଯାହା ଚାହେଁ କରେ। ଆଲ୍ଲାହ କହିଛନ୍ତି, ମୁଁ ସବୁ ଜିନିଷର ଜୁଥ ବା ଯୋଡ଼ା ବା ହଳ ତିଆରି କରିଛି। ମଣିଷକୁ ସତ୍ ପଥଗାମୀ ଏବଂ ବିପଥଗାମୀ ମୁଁ ଆଲ୍ଲାହ ହିଁ କରାଏ। ଯେଉଁ ମଣିଷକୁ ସତ୍ ବୁଦ୍ଧି ଦିଏ ସେହି ମଣିଷ ଏକା ଭଲ ହୁଏ ବା ହେବ, ଆଉ ଯେଉଁ ମଣିଷକୁ ମୁଁ ଦୁର୍ବୁଦ୍ଧି ଦିଏ ବା ଦେବି ସେହି ମଣିଷ ଅବାଟକୁ ଚାଲିଯାଏ ବା ଚାଲିଯିବ। ଅବଶ୍ୟ ଆଲ୍ଲାହ ଏହା ବି କହିଛନ୍ତି, ମଣିଷର କ'ଣ ନିଜର ବୁଦ୍ଧି ନାହିଁ? ବୁଦ୍ଧି ଦ୍ୱାରା ମଣିଷ ନିଜେ ଭଲମନ୍ଦ ବିଚାର କରୁ। ପୁନଶ୍ଚ ସେ କହୁଛନ୍ତି, ମଣିଷ ମୋର କବଳ କାବୁ ଆୟତ୍ତରେ ଅଛି। ଦିବ୍ୟ ପବିତ୍ର କୋରାନ ଗ୍ରନ୍ଥରେ ଖୋଦା ବା ଆଲ୍ଲାହ ସନ୍ଦେହ ସଂଶୟର ବାତାବରଣ ସ୍ରଷ୍ଟା ତଥ୍ୟାବଳୀର ଉଲ୍ଲେଖ ଜରିଆରେ ସୃଷ୍ଟି କରିଛନ୍ତି। ମାତ୍ର ମଣିଷକୁ ସତ୍ ପଥଗାମୀ ଏବଂ ବିପଥଗାମୀ ହେବା ପାଇଁ, ଅନ୍ୟ କୌଣସି କାରଣ ପାଇଁ ନୁହେଁ। ଯିଏ ଅନୁଭବୀ ବା ପ୍ରକୃତ ଜ୍ଞାନୀ ସେ ସେହି ସନ୍ଦେହକୁ ପ୍ରତ୍ୟୟରେ ବଦଳାଇ ଦେବ। ଅପରେ ସେହି ସନ୍ଦେହରେ ଥାଇ ରହିକରି ଧର୍ମକୁ ଛାଡ଼ିଦେବେ, ବିବାଦୀୟ ହୋଇଯିବେ, ସଂଘର୍ଷ ଘେରରେ ପଡ଼ିଯିବେ। ଯେମିତି ସଲମାନ ରୁଶଦି, ତସ୍ଲିମା ନସରିନ୍ ଏବଂ ଅସଂଖ୍ୟ ଅଣ-ଇସଲାମୀ ବ୍ୟକ୍ତିଗଣ। ସଲମାନ ରୁଶଦି କହିଲେ କି କୋରାନ ହେଉଛି ଶୈତାନର କଥା ବା ପଦ୍ୟ ବା ସାଟାନିକ ଭର୍ସେସ୍। କିନ୍ତୁ ଦିବ୍ୟ ପବିତ୍ର କୋରାନର 19 ଭାଗରେ ଖୋଦା ନିଜେ କହିଛନ୍ତି, କୋରାନକୁ ନେଇକି ଶୈତାନ ଅବତରଣ କରିନାହାନ୍ତି। ସେମାନେ ତ କୋରାନ ପାଠର ଶୁଣିବାଠାରୁ ଦୂରେଇ ହୋଇ ଅଛନ୍ତି। କୋରାନକୁ ନେଇ ରୁହୁଲ ଅମିନ ବା ଶାନ୍ତିଦୂତ, ଦେବଦୂତ ଜିବରାଇଲ ବା ଖ୍ରୀଷ୍ଟିଆନମାନଙ୍କର ଗ୍ୟାବ୍ରିଏଲ ନେଇ ଓହ୍ଲାଇଛନ୍ତି। କୋରାନକୁ ନେଇ, ହେ ବିଶ୍ୱାସୀ ମଣିଷ, ତୁ ଜିହାଦ କର, ଖୁବ୍ ବଡ଼ ଜିହାଦ। 19 ଭାଗ। ତେଣୁ ସେହି ଧର୍ମଯୁଦ୍ଧରେ ମଣିଷ ଜିତିଛି ଏବଂ ହାରିଛି, ସଫଳ ବିଫଳ ହୋଇଛି। ପରନ୍ତୁ କୋରାନ ପରିସ୍ଥିତି ଭେଦରେ ବଦଳି ନାହିଁ ଅବା ବଦଳିବ ନାହିଁ। କୋରାନରେ ଖୋଦା କହିଛନ୍ତି, କୋରାନ ମଣିଷ ଇଚ୍ଛାର ଗ୍ରନ୍ଥ ନୁହେଁ, ଖୋଦାର ଇଚ୍ଛାର ଗ୍ରନ୍ଥ। କୋରାନର କଥା ଆରମ୍ଭ କାଳରୁ ବା ତା'ର ସୃଷ୍ଟି ସମୟରୁ ସେହି ଅବଦଳା ରୀତିରେ ରହିଅଛି, ରହିଥିବ। ମଣିଷ କୋରାନକୁ ବଦଳାଇ ପାରିବ ନାହିଁ, ହୁଏତ ନିଜେ ବଦଳି ଯାଇପାରେ। ନେଟ୍ର ୟୁଟ୍ୟୁବରେ ଜଣେ ମୁସଲମାନ ବ୍ୟକ୍ତି କହିଛନ୍ତି କି କୋରାନରେ ଅନେକ ସନ୍ଦେହଯୁକ୍ତ କଥା ଉଲ୍ଲେଖ ଥିବାରୁ ମୁଁ ଇସଲାମ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ ବା ଇସାଇ ଧର୍ମ ମଜହବକୁ ଗ୍ରହଣ କଲି। କିନ୍ତୁ ସେହି ଅଜ୍ଞ ବ୍ୟକ୍ତି, ଅମାନିଆ ଲୋକ ଏହାକୁ ଜାଣିନାହାନ୍ତି ଯେ ଖ୍ରୀଷ୍ଟିଆନ ଧର୍ମ ସମ୍ବନ୍ଧରେ ଦିବ୍ୟ ପବିତ୍ର କୋରାନରେ ବିଶଦ ଭାବେ କୁହାଯାଇଅଛି। ତାହା କୋରାନର ଭାଷାରେ କଥିତ ବକ୍ତବ୍ୟ ଅନୁସାରେ ନସାରା ବା ନସରାନୀ ଧର୍ମ। ବାଇବେଲର ପ୍ରକୃତ ଇସଲାମୀ ନାମ କୋରାନ ନାମ ଇଞ୍ଜିଲ। ଯୀଶୁଙ୍କ ପ୍ରକୃତ ନାମ ଈସା, ଯିଏକି ବିନ୍ ମରିୟମ ବା ମରିୟମଙ୍କ ପୁଅ। ଆଦମଙ୍କ ଭଳି ସେ ବିନା ପୁରୁଷ ସଙ୍ଗମରେ ଖୋଦା ବା ଆଲ୍ଲାହଙ୍କ ଦ୍ୱାରା ସୃଷ୍ଟି ହୋଇଥିଲେ। ତେଣୁ ଖ୍ରୀଷ୍ଟିଆନମାନେ ଭୁଲରେ ଯୀଶୁଙ୍କୁ ଈଶ୍ୱରଙ୍କ ପୁଅ ବୋଲି କହୁଛନ୍ତି। ଖୋଦା ଏହାର ପ୍ରତ୍ୟୁତ୍ତର ଦେଇ କୋରାନର 16 ଭାଗର ପାଠ ମରିୟମରେ କହିଛନ୍ତି, ଏତେ ବଡ଼ ମିଛ କଥା କେମିତି ସେମାନଙ୍କ ପାଟିରୁ ବାହାରୁଅଛି? ସେମାନେ କେତେ ଦେଖିଥିଲେ, କେତେ ଶୁଣିଥିଲେ ଯାଇ ବିଶ୍ୱାସ କରିଥାନ୍ତେ? ମୋର କେହି ସନ୍ତାନ ନୁହେଁ, ନତୁବା ମୁଁ କାହାର ସନ୍ତାନ?
ପାଠ ଇଖ୍ଲାସ। ଏଥିରୁ ଜଣାପଡ଼ୁଛି କି ଖ୍ରୀଷ୍ଟିଆନ ମାନେ ଗଡ୍ ବା ଜଣେ ଈଶ୍ୱରଙ୍କ ପ୍ରତିଟି କାର୍ଯ୍ୟକଳାପରେ ସନ୍ଦେହୀ ଅଛନ୍ତି। ଖାଲି ତୁଚ୍ଛାକୁ ନାମକୁ ମାତ୍ର ଈଶ୍ୱରଙ୍କୁ ଅଲମାଇଟି ବା ସର୍ବଶକ୍ତିମାନ ବୋଲି କହିଛନ୍ତି। ଈଶ୍ୱରଙ୍କ ସର୍ବଶକ୍ତିମାନ ପଣରେ ଏମାନେ ସଂଶୟଗ୍ରସ୍ତ। ଆଲ୍ଲାହ ନିଜେ କହିଛନ୍ତି, ମୁଁ ସବୁ କିଛି କରିପାରେ, ସବୁ ପ୍ରକାରେ ମଧ୍ୟ କରିପାରେ। କରିବା ମୋ ପାଇଁ ଅସମ୍ଭବ ନୁହେଁ। ଯେମିତି ମଣିଷକୁ ମାଟିର ମୂର୍ତ୍ତିରୁ ଜୀବନ୍ୟାସ ଦେଇ ସୃଷ୍ଟି କରିଛି, ଈଶାଙ୍କୁ ବିନା ବାପର ସଙ୍ଗମରେ ତିଆରି କରିଛି। ମୋର କୁନ୍ ଫୟକୁନ୍ କହିଦେଲେ ସବୁ କିଛି ହୋଇଯିବ। ମଣିଷର ଏଭଳି ବକ୍ତବ୍ୟ ସବୁ ଜେହାଲତ ବା ମୂର୍ଖାମି, ଅବାଟକୁ ଚାଲିଯିବାର ଲକ୍ଷଣ। ଆଲ୍ଲାହ କୋରାନରେ ପରସ୍ପର ବିରୁଦ୍ଧ ମତପୋଷଣ କେତେକ ସ୍ଥଳରେ କରିଛନ୍ତି, କେବଳ ମଣିଷକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ, ପଥଭ୍ରାନ୍ତ କରିବା ସକାଶେ। କିନ୍ତୁ ମଣିଷକୁ ବୁଦ୍ଧି ବିବେଚନା ବି ଦେଇଛନ୍ତି ସେହିସବୁ ଦ୍ୱନ୍ଦ୍ୱରୁ ସହଜରେ ଓହରି ଆସିବା ପାଇଁ। କଥାରେ ଅଛି, ଶ୍ରଦ୍ଧାବାନମ୍ ଲଭତେ ଜ୍ଞାନମ୍। ଶ୍ରଦ୍ଧାଶୀଳ ବ୍ୟକ୍ତି ଜ୍ଞାନ ଲାଭ କରିଥାଏ। ସୁତରାଂ କୋରାନ ପ୍ରତି, ଖୋଦାଙ୍କ ପ୍ରତି ମଣିଷ ଶ୍ରଦ୍ଧାଶୀଳ ହେଉ, ଭଲ ପାଉ, ତେବେ ଯାଇ ସହଜରେ ଧର୍ମୀୟ ସଂଶୟ ଦୂର ହୋଇଯିବ। କୋରାନରେ ଖୋଦା କହିଛନ୍ତି, ତୁମେ ମୋର ଚର୍ଚ୍ଚା କର, ମୁଁ ତୁମର ଚର୍ଚ୍ଚା କରିବି। ଫଜ୍କୁରୁନି ଅଜ୍କୁରୁକୁମ୍ ଅଶ୍କୁରୁଲି ଓଲା ତକ୍ଫୁରୁନ୍। ତୁମେ ମୋତେ ମାନ, ମୁଁ ତୁମକୁ ମାନିବି। ଶାନ୍ତି ଦେବି, ସୁଖ ଦେବି, ଉନ୍ନତି ଦେବି, ତୁମର ସଲାମତି ବା କୁଶଳ ଚାହିଁବି। ନଚେତ୍ ତୁମ ଉପରେ ରାଗିବି, ପ୍ରତିଶୋଧ ନେବି, ନର୍କଦଣ୍ଡ ଦେବି, ଚିର ଅଶାନ୍ତି ଅନୁତାପରେ ରଖାଇବି। ଉପରୋକ୍ତ ଦୁଇ କାର୍ଯ୍ୟକାରିତା ଭିତରୁ କୋଉଟା ମଣିଷ ଲାଗି ଉପଯୁକ୍ତ, ବିବେକୀ ମଣିଷ ବିଚାର କରୁ ଓ ତଦନୁଯାୟୀ ଧାର୍ମିକ କାର୍ଯ୍ୟପନ୍ଥା ନିଜର କରୁ। ନଚେତ୍ ମଣିଷର ତ୍ରାହି ନାହିଁ। ଜୀବନ ଦିନେ ସରିଯିବ। ଆଲ୍ଲାହଙ୍କ ପାଖକୁ ମୃତ୍ୟୁ ପାଇ ଏକାକୀ ଚାଲିଯିବ। ସେଠି କେହି ଟିହାଇ ଦେଲା ଭଳି ବ୍ୟକ୍ତି ନଥିବେ। ସମସ୍ତେ ନିଜ ନିଜ କର୍ମରେ ବନ୍ଧା ପଡ଼ିଥିବେ। କୋରାନର କଥାମାନଙ୍କ ସନ୍ଦେହରେ ଆସି ଧର୍ମ ପରିବର୍ତ୍ତନ କରିବା ଏକାନ୍ତ ଅନୁଚିତ, ଯେହେତୁ ଆଲ୍ଲାହଙ୍କ ପାଖରେ ଇସଲାମ ହିଁ ଧର୍ମ। ଇନ୍ନା ଦୀନା ଇନ୍ଦାଲ୍ଲାହିଲ୍ ଇସଲାମ। କୋରାନ ପାଠ ଆଲେ ଇମ୍ରାନ ଭାଗ 3। ଆଉ ଇସଲାମରୁ ହିଁ ଅନ୍ୟାନ୍ୟ ଧର୍ମ ବାରମ୍ବାର ବଦଳିଯିବା ରୀତିରେ ଆସିଛି ଶଇତାନ ଜରିଆରେ। ଏହାକୁ କୋରାନ କହିଛି। ଆଲ୍ଲାହ ପୟଗମ୍ବର ୟାକୁବଙ୍କ ମୁଖରେ କୁହାଇ ଅଛନ୍ତି କି, ନମର୍ନା ମଗର ମୁସଲମାନ, ଅର୍ଥାତ୍ ଆଉ କୌଣସି ଧର୍ମରେ ମରନା, ମାତ୍ର ମୁସଲମାନ ହୋଇ ମରିବ। କାରଣ ଇସଲାମ ହିଁ ଆଦି ଧର୍ମ, ଆଲ୍ଲାହଙ୍କ ସୃଷ୍ଟି ଧର୍ମ ଏବଂ ଅନନ୍ତକାଳ ଧରି ରହିବା ଧର୍ମ। ଅନ୍ୟାନ୍ୟ ଧର୍ମ ଗ୍ରହଣ କଲେ ମଣିଷ ନର୍କଗାମୀ ହେବା ସୁନିଶ୍ଚିତ ବୋଲି କୋରାନ କହିଅଛି। ତେବେ ଯାଇ ଜନ୍ନତ ବୈକୁଣ୍ଠ ପାଇବ, କୈବଲ୍ୟ ବା ମୋକ୍ଷ ଲଭିବ। ମୂର୍ତ୍ତି ପୂଜକେ, ସମକକ୍ଷକାରୀଏ, ମୁଶ୍ରିକ୍ ଏବଂ ଖୋଦାଙ୍କ ପ୍ରତି ଅବିଶ୍ୱାସୀଏ, ଏମାନେ କଦାପି କଦାପି ଆଲ୍ଲାହଙ୍କଠାରୁ କ୍ଷମା ପାଇବେ ନାହିଁ। ପାଠ ମହମ୍ମଦ କୋରାନ ଭାଗ 26 ଦେଖନ୍ତୁ। ମଲା ପରେ ଚିର ନର୍କଗାମୀ ହେବେ। ଇସଲାମରେ ମିଶିବା କିନ୍ତୁ ଇସଲାମରୁ ବାହାରିଯିବା ଜୀବନର ପ୍ରକୃତ ଧର୍ମପଣ ନୁହେଁ। ସବୁ ଜିନିଷକୁ ବୁଝିବା ଏକାଥରକେ ହୋଇନଥାଏ। ବୁଝିବାର କାଳଭେଦ ଅଛି। ଗୋଟିଏ ସମୟରେ ହୁଏତ ବୁଝା ପଡ଼ୁନି, ହେଲେ ଅନ୍ୟ ସମୟରେ ବୁଝା ପଡ଼ି ଯାଇପାରେ। କିଏ ଅଳ୍ପ ବୁଝେ, କିଏ ବେଶୀ ବୁଝେ, କିଏ ଅବା ଅବୁଝା ରହେ, ବୁଝିପାରେ ନା। ଜ୍ଞାନ ଜାଣିବା ଓ ମନକୁ ନେଇ ବୁଝିବା ହୋଇଥାଏ। ଜ୍ଞାନ ଅଜସ୍ର, ଅଗାଧ। ଜାଣିବା ଯଦି ସେହିଭଳି ଥାଏ, ତେବେ ବୁଝିବା ସହଜ ହୁଏ, ନଚେତ୍ ବୁଝିବା ଅବୋଧ୍ୟ, ଅବୁଝା ରହେ। ଦିବ୍ୟ ପବିତ୍ର ଗ୍ରନ୍ଥ କୋରାନକୁ ବୁଝିବା ଠିକ୍ ଏହିଭଳି। ଏଥିପାଇଁ ଚଞ୍ଚଳ ହୋଇଯିବା ଅନୁଚିତ। କାରଣ ସହସା ବିଧୟତେ ନ କ୍ରିୟାମ୍। ହଠାତ୍ କୌଣସି କାମ କରିବା ଉଚିତ ନୁହେଁ। ଭାଗବତରେ ଅଛି, ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ଭଲେ। ଆପେ ଅର୍ଜିଲା କର୍ମମାନ, ଆଗୁ ହୋଇବ ସାବଧାନ। ପୁଣି କଥା ରହିଛି, ଧୀର ପାଣି ପଥର କାଟେ। ସ୍ଲୋ ଆଣ୍ଡ ଷ୍ଟିଡି ୱିନ୍ସ ଦି ରେସ୍। ପନ୍ଥା ବରଣୀୟ। ଆଗ୍ରହ, ଅନୁରାଗ, ଅନୁସନ୍ଧାନ ବଢ଼ାଇ କୋରାନରେ
ରହିଥିବା ସନ୍ଦେହକୁ ଧର୍ମାଦି କ୍ଷେତ୍ରରେ ସହଜରେ ବୁଝାମଣାରେ ଆଣିହେବ। ଆଉଟଲୁକ୍ ଥିଲେ ମଣିଷ ଏକ୍ସଟ୍ରା ଅର୍ଡ଼ିନାରୀ ହୋଇପାରିବ। ଏଥିପାଇଁ ମଣିଷକୁ ଯତ୍ନ କଲେ ରତ୍ନମେଳର ଉପାଦାନକାରୀ ହେବାକୁ ନିହାତି ପଡ଼ିବ। କୋରାନରେ ସନ୍ଦେହର ତଥ୍ୟ ରଖି ଶ୍ରେଷ୍ଠ ଅନୁସନ୍ଧାନକାରୀ ଆଲ୍ଲାହ ମଣିଷକୁ ପରୀକ୍ଷା କରିବାକୁ ଚାହିଁଛନ୍ତି କି ମଣିଷ ମୋର ହେଉଛି କି ନିଜର ହେଉଛି କିମ୍ବା ଅନ୍ୟର ହେଉଛି କିମ୍ବା ମୋତେ ଟପି ଚାଲି ଯାଉଅଛି। ଶୈତାନକୁ ଦେବଦୂତ ରୂପୀ ଜିନ୍ କହିବାରେ, ଖ୍ରୀଷ୍ଟିଆନ ଧର୍ମକୁ ସଂଶୟାଚ୍ଛନ୍ନ କରିବାରେ, ଆଦମ ଏବଂ ଈଶାଙ୍କୁ ସ୍ୱକୀୟ ଇଚ୍ଛାରେ ସର୍ଜିବାରେ, କୋରାନରେ ଥିବା କେତେକ ପଦମାନଙ୍କର ଅର୍ଥକୁ ଅବୁଝା ରଖିବାରେ ଆଲ୍ଲାହଙ୍କର ସଂଶୟଗ୍ରସ୍ତ ପରିସ୍ଥିତି ଅଛି। ଏପରି ହେବାର କାରଣ ଧର୍ମ ପାଳନକାରୀ ମଣିଷର ଯୋଗ୍ୟତା କଳନାର ଯାଞ୍ଚ। ଆଲ୍ଲାହ ସର୍ବଶକ୍ତିମାନ ବୋଲି ମନୁଷ୍ୟ ପ୍ରକୃତରେ ମାନୁଛି ତ? ଗାଁର ସୁଧା ନାମକ ବଢ଼େଇ କଥା ପ୍ରସଙ୍ଗରେ କହୁଥିଲା, ଗଡ଼ମାଣିତିରି ଗ୍ରାମରେ ଜଣକର ଦୋକାନକୁ ରାତିରେ ଶତ୍ରୁତାବଶତଃ ଦୁର୍ବୃତ୍ତ ଜଳେଇ ଦେବାରୁ ଦୋକାନୀ ବାପୁଡ଼ା 21 ଦିନ ପଣ କରି ନିଷ୍ଠାରେ ରହି ଅରୁଆ ଅନ୍ନ ଖାଇ ଠାକୁରାଣୀଙ୍କଠାରେ ଗୁଆ ନଡ଼ିଆ ମାଜଣା ଯାଚି ବିପକ୍ଷ ଶତ୍ରୁଦଳର 2 ଜଣଙ୍କୁ ଜୀବନରୁ ମାରି ଦେଇଥିଲା। ତେବେ କଥା ହେଉଛି, ପ୍ରକୃତରେ କିଏ ମାରିଲା? ଆଲ୍ଲାହ କୋରାନରେ କହିଛନ୍ତି, ମୋର ବିନା ଅନୁମତିରେ କୌଣସି ଜୀବନ ମରିପାରିବେ ନାହିଁ। ସମସ୍ତଙ୍କର ମରିବାର ସମୟ ନିର୍ଘଣ୍ଟ ମୋ ଦ୍ୱାରା ସ୍ଥିରୀକୃତ ହୋଇ ରହିଛି। କିନ୍ତୁ ମୂର୍ତ୍ତି ପୂଜକ ସେଇ ମାଜଣା କରିଥିବା ଲୋକଟି ଭାବୁଥିବ, ଯାହା ହେଉ ଠାକୁରାଣୀ ମୋର ଡାକ ଶୁଣି ଶତ୍ରୁପକ୍ଷ ପ୍ରତି ପ୍ରତିଶୋଧ ପରାୟଣ ହୋଇ ତା'ର କ୍ଷତି ଘଟାଇବା ଫଳ ସ୍ୱରୂପ ମାରିଦେଲେ। ଧର୍ମର ସନ୍ଦେହ ଠିକ୍ ଏଇଠାରେ ରହିଗଲା। କୋରାନରେ ଆଲ୍ଲାହ କହିଛନ୍ତି, ମୂର୍ତ୍ତି ଉପାସ୍ୟ ବା ମାବୁଦ ମାନେ ପୂଜାକାରୀ ମନୁଷ୍ୟର କୌଣସି ହାଜତ ବା ଚାହିଦା ଆବଶ୍ୟକତା ପୂରଣ କରିପାରିବେ ନାହିଁ, ଯେହେତୁ ସେମାନେ ପ୍ରକୃତ ଭଗବାନ ନୁହନ୍ତି। ସେମାନେ ଓ ସେମାନଙ୍କୁ ପୂଜୁଥିବା ମନୁଷ୍ୟ ଉଭୟ ଦୁର୍ବଳ। ଭାଗବତରେ ଯେମିତି ଉକ୍ତି ଅଛି, କରି କରାଉଥାଏ ମୁହିଁ ନବୀନୁ ଅନ୍ୟ ଗତି ନାହିଁ, କୋରାନରେ ସେମିତି ଆଲ୍ଲାହ କହିଛନ୍ତି, ମୋ ଖୋଦା ହିଁ ସବୁକିଛିର କାରସାଜ ବା କର୍ତ୍ତା। ମୋତେ ହିଁ ଲୋକେ ସବୁକିଛିର କରୁଥିବାକାରୀ କର୍ତ୍ତା ଭାବନ୍ତୁ। ମୋ ଛଡ଼ା ମନୁଷ୍ୟର ଦ୍ୱିତୀୟ ଖୋଦା ବା ଉପାସ୍ୟ ପୂଜାଯୋଗ୍ୟ ପ୍ରଭୁ କେହି ନାହିଁ। ଏଥିପାଇଁ ମୁଁ ଇସଲାମୀ କହିପାରିବି ନାହିଁ ଠାକୁରାଣୀ ମାରିଲେ ବୋଲି। ଏହାକୁ ଜାଣିବା ପାଇଁ କେବଳ କୋରାନରେ ସନ୍ଦେହର ବାତାବରଣ ଆଲ୍ଲାହ ରଖିଛନ୍ତି ମଣିଷକୁ ଆଜମାଇଶରେ ପକାଇବା ପାଇଁ, ପରୀକ୍ଷା କରିବା ପାଇଁ। ଠାକୁରାଣୀ ପଛର, ଖୋଦଜାତ ଖୋଦା ଆଗର। ଠାକୁରାଣୀ ସୃଷ୍ଟିରେ ନିର୍ମିତ, ଖୋଦ ସ୍ରଷ୍ଟା। ଯେହେତୁ ସେ ମନୁଷ୍ୟ ଗଢ଼ା ମନସିଜ ମାବୁଦ ବା ଉପାସ୍ୟ ନୁହନ୍ତି, ତେଣୁ ସେ କେମିତି ଖୋଦାଙ୍କ ସହିତ ତୁଳନୀୟ ହୋଇପାରିବେ? ମୁଁ ଯଦି କହି ପକାଏ, ତେବେ ମୋର ଖୋଦାଙ୍କ ପ୍ରତି ରହିଥିବା ୟକିନ୍ ବା ବିଶ୍ୱାସ ବା ଇମାନ ରହିବ ନାହିଁ। ମୁଁ ମୁସଲମାନ ହୋଇ ରହିବି ନାହିଁ, କାଫିର ବା ଅବିଶ୍ୱାସୀ ହୋଇଯିବି। ମୁଶ୍ରିକ ବା ସମକକ୍ଷକାରୀ ଶିର୍କ କରି ବସୁଛି ବୋଲି ଜଣାପଡ଼ିଯିବ। ମଲାପରେ ହେବି ଚିର ନର୍କଗାମୀ। କୋରାନରେ ସ୍ପଷ୍ଟ ଲିଖିତ ହୋଇ ରହିଛି, ମୁସଲମାନ ହିସାବରେ ମୋତେ କୋରାନକୁ ମାନିବାକୁ ପଡ଼ିବ, ନହେଲେ ମୁଁ ଇସଲାମରୁ ବାହାରିଯିବି। ଯେ ଇସଲାମରୁ ବାହାରିଗଲା ସିଏ କ୍ଷତିଗ୍ରସ୍ତ ହେଲା। ଦୁନିଆର ମୋହମାୟା ବଞ୍ଚିଥିବା ଜୀବନ ପର୍ଯ୍ୟନ୍ତ ବଳବତ୍ତର। ମଲାପରେ ମଣିଷ ସବୁମତେ ଆଲ୍ଲାହର। ପରଲୋକରେ ମଣିଷ ନିଜ ତରଫରୁ କିଛି ଆଉ କରିପାରିବ ନାହିଁ। ସେଠି ମନୁଷ୍ୟର ପୂର୍ବ ଇହଲୋକ ନଥିବ ଯେ ମନ ଇଚ୍ଛା ମନମାନି କରିବ।